ବିଜୁ ଜନତା ଦଳ ପକ୍ଷରୁ 27ତମ ପ୍ରତିଷ୍ଠା ଦିବସ ସାତପଡ଼ାଠାରେ ପାଳିତ ହୋଇଯାଇଛି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ସମସ୍ତ ନେତା ଓ କର୍ମୀମାନେ ସାତପଡ଼ା ଚିଲିକା କୂଳରେ ମହା ଆଡ଼ମ୍ବରରେ ପାଳନ କରିଛନ୍ତି। ବ୍ରହ୍ମଗିରିର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିର ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଆରମ୍ଭ କରି ସାତପଡ଼ାଠାରେ ପହଞ୍ଚିଥିଲା। ସେଠାରେ ହଜାର ହଜାର କର୍ମୀମାନଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା, ଉଭୟ ବ୍ଲକର ଅଧ୍ୟକ୍ଷା ଓ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ। ବିଜେଡିର 27ତମ ପ୍ରତିଷ୍ଠା ଦିବସରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳକୁ ଦୃଢ଼ କରିବା ସହିତ ନିର୍ବାଚନର ସଞ୍ଜୟ ଭାଇଙ୍କ ହାତମୁଠାକୁ ଟାଣ କରି ବିଜୟ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି। ବ୍ରହ୍ମଗିରିରୁ ହେମନ୍ତ କୁମାର ବଳିଆରସିଂଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।